ଜୟ ଜଗନ୍ନାଥ। ରାଧେ ରାଧେ ସାଙ୍ଗମାନେ। ଏକ ସାଧାରଣ ଛୋଟ ଛୁଆ ଯିଏ ଦିନେ ଦୁଃଖ, ଦାରିଦ୍ର୍ୟ ଓ ସଂଘର୍ଷରେ ଜୀବନ କାଟୁଥିଲା, ସେ ଲୋକ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଭଗବାନଙ୍କ ଭକ୍ତି ଜଗାଇଛନ୍ତି। ଏ ହେଉଛି ପ୍ରେମାନନ୍ଦ ଜୀଙ୍କ ମହାରାଜଙ୍କ ଅଦ୍ଭୁତ ଜୀବନ କାହାଣୀ। ପ୍ରେମାନନ୍ଦ ଜୀଙ୍କ ଜନ୍ମ ଏକ ସାଧାରଣ ପରିବାରରେ ହୋଇଥିଲା। ଛୋଟବେଳୁ ସେ ଭଗବାନଙ୍କ ପ୍ରତି ଅଧିକ ଆକର୍ଷିତ ଥିଲେ। ଯେତେବେଳେ ଅନ୍ୟ ଛୁଆମାନେ ଖେଳୁଥିଲେ, ସେ ଭଜନ, ପୂଜା ଓ ଧ୍ୟାନରେ ମନ ଲଗାଉଥିଲେ। ଜୀବନରେ ଅନେକ କଷ୍ଟ ଆସିଲା, କିନ୍ତୁ ସେ କେବେ ଭଗବାନଙ୍କ ଉପରୁ ଭରସା ହାରିଲେ ନାହିଁ। ଏକ ସମୟ ଆସିଲା ଯେତେବେଳେ ସେ ସମସ୍ତ ମୋହମାୟା ଛାଡ଼ି ଭକ୍ତିର ପଥ ବାଛିଲେ। ସେ ବୃନ୍ଦାବନକୁ ଗଲେ, ଯେଉଁଠାରେ ରାଧାରାଣୀ ଓ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସେ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଗଲେ। କୁହାଯାଏ, ଯେ ସତ୍ ହୃଦୟରେ ଭଗବାନଙ୍କୁ ଖୋଜେ, ଭଗବାନ ସେଠାରେ ନିଜେ ପଥ ଦେଖାଇଥାନ୍ତି। ପ୍ରେମାନନ୍ଦ ଜୀଙ୍କ ଜୀବନ ସହଜ ନଥିଲା। ଅନେକ ଦିନ ଭୋକରେ କାଟିଥିଲେ, ଅନେକ ରାତି ଆଖିରେ ଲୁହ ନେଇ ଭଗବାନଙ୍କୁ ସ୍ମରଣ କରିଥିଲେ। କିନ୍ତୁ ସେ କହୁଥିଲେ, ଯେତେ କଷ୍ଟ ଆସୁନାହିଁ, ଭଗବାନଙ୍କୁ କେବେ ଛାଡ଼ିବିନି। ଧୀରେ ଧୀରେ ତାଙ୍କର ଭକ୍ତି, ପ୍ରେମ ଓ ସରଳ କଥା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଲା। ଆଜି ଲୋକମାନେ ତାଙ୍କୁ କେବଳ ଗୁରୁ ଭାବରେ ନୁହେଁ, ଏକ ପ୍ରେରଣା ଭାବରେ ଦେଖନ୍ତି। ତାଙ୍କର କଥା ଲୋକଙ୍କ ଭିତରେ ଶାନ୍ତି, ଭକ୍ତି ଓ ଜୀବନର ନୂଆ ଆଶା ଜଗାଇଥାଏ। ପ୍ରେମାନନ୍ଦ ଜୀ ଆମକୁ ଶିଖାଇଛନ୍ତି, ଜୀବନରେ ଧନରୁ ବଡ଼ କଥା ହେଉଛି ମନର ଶାନ୍ତି। ଯଦି ଆମେ ସତ୍ ହୃଦୟରେ ଭଗବାନଙ୍କୁ ଭଲ ପାଉ, ତେବେ ଜୀବନର ପ୍ରତ୍ୟେକ କଷ୍ଟ ସହଜ ଲାଗିବ। ଏହା ଥିଲା ପ୍ରେମାନନ୍ଦ ଜୀ ମହାରାଜଙ୍କ ପ୍ରେରଣାଦାୟକ ଜୀବନ କାହାଣୀ, ଯାହା ଆମକୁ ଶିଖାଏ, ଭକ୍ତି, ଧୈର୍ଯ୍ୟ ଓ ଭରସା ଥିଲେ ଅସମ୍ଭବ କଥା ମଧ୍ୟ ସମ୍ଭବ ହୋଇଯାଏ। ରାଧେ ରାଧେ।